ଜୟ ଜଗନ୍ନାଥ। ପିଲା ଆମେ ଆଜି ସେଟ୍ 6 ଆଲୋଚନା କରିବା ଇଂରାଜୀର। Question number 1. As soon as Gandhi entered the dash standard, he became disheartened. କୋଉ ଶ୍ରେଣୀରେ ପଢିଲା ବେଳକୁ ସେ ହତୋତ୍ସାହିତ ହେଇଥିଲେ? disheartened, ହତୋତ୍ସାହିତ ହେଇଥିଲେ। Option B, 6th. Without our knowledge, our dash slowly became garbage dumps for air pollutants. ଏୟାର ପଲ୍ୟୁଟନ୍ସ ହେଲା ବାୟୁ ପ୍ରଦୂଷକ ମାନଙ୍କ ଦ୍ୱାରା ଅଳିଆ ଗଦାରେ ଭରି ହେଇଯିବ, ପୂର୍ଣ୍ଣ ହେଇଯିବ। ସେଟା ହଉଛି ଆମର ଲଙ୍ଗସ୍, ଫୁସଫୁସ୍। ଡ୍ୟାସ୍ ପ୍ରୋଗ୍ରାମ୍ସ have brought improvement in many years. କୋଉ ପ୍ରୋଗ୍ରାମ have brought improvement in many years? ସେଟା ହଉଛି ଏୟାର କ୍ୱାଲିଟି। ଅପସନ ସି। କ୍ୱେଶ୍ଚିନ୍ ନମ୍ବର 4. In gambling, one tries to get କଣ? ଏ ଯୋଉ ଜୁଆ ଖେଳ, ଗ୍ୟାମ୍ବଲିଂ ହେଲା ଜୁଆ ଖେଳ। ଜୁଆ ଖେଳରେ ଅପସନ ବି ହେଲା ସମଥିଙ୍ଗ ଫର ନଥିଙ୍ଗ, ବୋଲେ କିଛି ପାଇବ କିନ୍ତୁ କିଛି ନ ପାଇ। ଯୋଉମାନେ ଜୁଆ ଖେଳୁଛନ୍ତି ସେମାନେ କିଛି ଘଟଉନାହାନ୍ତି କିନ୍ତୁ ପାଉଛନ୍ତି। ସମଥିଙ୍ଗ, କିଛି ପାଉଛନ୍ତି, ଫର ନଥିଙ୍ଗ। ଅପସନ ହେଲା ବି। 5 ନମ୍ବର, ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଡଭାଇସ୍ ଦ୍ୟାଟ୍ ଲର୍ଡ ପର୍ସି gives to the children is, କଣ ଉପଦେଶ ଦେଇଥିଲେ? ପ୍ରଧାନ ଉପଦେଶ ତାଙ୍କର ଥିଲା କଣ? ଅପସନ ବି, ଟୁ କିପ୍ ଦି କ୍ୟାରେକ୍ଟର ଅନଟାର୍ନିସ୍ଡ, ଚରିତ୍ରକୁ ନିଷ୍କଳଙ୍କ ରଖିବ, ଅନଟାର୍ନିସ୍ଡ। Question number 6. To make the gum on the stamp wet, ଷ୍ଟାମ୍ପ ଟାକୁ ଯୋଉ ଚିଠିରେ ଷ୍ଟାମ୍ପ ଲଗେଇଥିଲା ତାକୁ ଓଦା କରିବାକୁ ଲେଞ୍ଚ କଣ କଲା? ଜିଭ ଛେପ ମାରିକିରି ଲଗେଇଲା। ଲିକ୍ଡ, LICKED, ଲିକ୍ଡ। ଦେଖ Question number 7. After sending a letter to God, Lencho came to the post office the following Sunday. ତାପରେ ରବିବାର ଆସିଲା। କଣ ପାଇଁ ଆସିଲା? ନା ପଚାରୁ ask if there is a letter for him, ତା ପାଇଁ କିଛି ଚିଠି ଆସିଛି କି? ଅପସନ ସି, ଆସିଥିଲା ପଚାରିବାକୁ ତାପରେ ରବିବାର। Question number 8. The northeast India is consisted of, ଉତ୍ତର ପୂର୍ବ ଭାରତ କନସିଷ୍ଟ ଅଫ କେତୋଟି ଷ୍ଟେଟ? 8ଟି ଷ୍ଟେଟ। ସେଗୁଡା ହେଲା କଣ? ନା ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ, ମଣିପୁର, ହେଲା, ନାଗାଲାଣ୍ଡ, ସିକିମ, ହେଲା। ସେଥିରୁ 7ଟା ହଉଛନ୍ତି 7 ସିଷ୍ଟର୍ସ। କାହାକୁ? ସିକିମ ଛାଡିଦେଲେ। ଆଉ ସିକିମ ହେଲା ତାଙ୍କର ବ୍ରଦର୍ସ, ମନେ ରଖିଦବ, ହେଲା। ତାପରେ 9 number, during Losar, people clean their homes and discard to the old to bring in କଣ? New Year। ଲୋସାର ପର୍ବ କୁହାଯାଇଛି, ପୂର୍ବ ଭିଡିଓରେ ଦେଖିବ, ପୁରା ବୁଝେଇ ଦେଇଛି ତାକୁ। ବ୍ରିଙ୍ଗ ନିଉ ଇୟର, ନୂତନ ବର୍ଷ। 10 ନମ୍ବର, ଆଟ୍ ଦି ହାଇ ସ୍କୁଲ ଇଜ ଆନ୍ ଏକ୍ସଟ୍ରାକ୍ଟ ଫ୍ରମ, ଯୋଉ ହାଇ ସ୍କୁଲ ବି ସେଠି ଲେଖା ହେଇଛି ଆଟ୍ ଦି ହାଇ ସ୍କୁଲ, କୋଉଥିରୁ ଆସିଛି ସିଏ? ଗାନ୍ଧୀ ଅଟୋବାୟୋଗ୍ରାଫି ନେମ୍ଡ ମାଇ ଏକ୍ସପେରିମେଣ୍ଟ ୱିଥ ଟ୍ରୁଥ, ସି ରୁ। ଅପସନ ସି। ହୁଇଚ ଆର୍ ୱାର୍ଲଡ ପ୍ରିଜର, ଏ ବିଶ୍ୱରେ ସଂସାରେ କୋଉଠି ସୁଖ ସବୁ ଗୁଡାକ? ୱାର୍ଲଡ ପ୍ରିଜର କେସ୍। ନା ବ୍ରାଇଡାଲ ସଙ୍ଗ ଠିକ ଅଛି, କ୍ରାଡାଲ ସଙ୍ଗ ଠିକ ଅଛି। ବ୍ରାଇଡାଲ ସଙ୍ଗ ହେଲେ ବିବାହ ଗୀତ, କ୍ରାଡାଲ ସଙ୍ଗ ହେଲେ ବାୟା ଗୀତ, ଲୁଲୁ ବାୟା, ନାନା ବାୟା ଗୀତ। ସାଣ୍ଡାଲ ସେଣ୍ଡେଲିଜର, ଡି ହେଲା ଅଲ୍ ଅଫ ଦି ଆବଭ। ଅପସନ ଡି ଟା ଠିକ। ଅପସନ ଡି ହଉଛି ରାଇଟ ଆନ୍ସର। According to the poet, the flower children are in hurry to, କଣ? According to the poet, କବିଙ୍କ ଅନୁସାରେ the flower children are hurry, ତରତର ହଉଛନ୍ତି କୁଆଡେ ଯିବାକୁ?
get their home, na come out play and go to their school. कौन हो बार नंबर हो ए get their home घर को get their home ऑप्शन वाला ए. Question number 10. The four children raise their arms to their dash master, parents, mother, father. 10 number हो कौन ना mother. Raise their hands, raise their arms to their mother. 8 8 ended up in this jar to my charging. ଏଇଟା ଅର୍ଥ କଣ ହଉଛି ନା ଅପସନ ବି feeling of unhappiness. Feeling of unhappiness. 15. Vic was very smart and having a normal and healthy mind. Option D. Vic was very smart and having a normal healthy mind. 16. What are the creatures in all things bright and beautiful? कौन कहती great and small? पढ़िଛ? Option C. Option C. Question number 17. The little birds that sings have teeny wings. पक्षी मान को छोटो ना teeny wings. ହେଲା. William 18 number. William Wordsworth stood dash motionless and still. Option D. कवि धीर स्थिर ठिया हेले motionless and still. Option D. As he listened the reaper song कटाळेर गीत सुनले. 19 number. What is the central idea of the poem The Solitary Reaper? Solitary Reaper ର କବିତାର central idea କଣ? Option B. Sweet music appeals all. ମଧୁର ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରେ, ଖୁସି କରେ. ହେଲା. The coil is sung bird. Dash ନି କରେ କୋଇଲିଟା କୋଉ ରଙ୍ଗ? Black. Option B. 21. Samoji promised to pay up the price of the bullock. जो सामोजी आलगु चौधरी ठो बळद किଣିଥିଲା କେତେ ଦିନ ଭିତରେ ପଇସା ଦବାକୁ କହିଥିଲା? Within a month time. Option B. ମାସକ ଭିତରେ ଦବାକୁ କହିଥିଲା. Within a month time. Months time. ତାପରେ Samoji Sahu, question number 22. Samoji Sahu and his wife refused to pay the price. ମନା କରିଦେଲେ ଦେବେନି ହେଲା. କାରଣ କଣ କହିଲେ ନା ତମେ ଆମକୁ ଗୋଟେ ମଲା ବଳଦ ଦେଇଥିଲ ଡାଇଂ ବୁଲ କହିଥିଲେ ହେଲା. ତାପରେ question number 23. Money does not grow on trees. ଟଙ୍କା ଗଛରେ ଫଳେ ନାହିଁ. ଏ କଥା କିଏ କହିଥିଲା? ଜୁମନ କହିଥିଲା. ସେ ବୁଢୀକି ତାର ଆଣ୍ଟି କହିଥିଲା ଯେତେବେଳେ ମାଗୁଥିଲା ମୁଁ ରୋଷେଇ କରି ଖାଇବି ଅଲଗା ବୋଲି. Who said the grain of corn to the king as a curiosity? କିଏ କହିଥିଲା ୟାକୁ? ଆଉ କହିଥିଲା କିଏ ପିଲେ ନା ଟ୍ରାଭେଲର କହିଥିଲା. Who said the grain of corn to the king as a curiosity? କିଏ କହିଥିଲା? ଟ୍ରାଭେଲର ହେଲା. The grandfather, question number 25. The grandfather informed the king, ରାଜାଙ୍କୁ ଜଣେଇଥିଲା that they knew nothing. ସିଏ କଣ ଜାଣିନଥିଲେ? ପଇସା ବୋଲି କଣ ଜାଣିନଥିଲେ ସେତେବେଳେ. money. 26. The ଶିକାରୀ could shoot at. ଶିକାରୀ ମାନେ ଯୋଉ ଯାଇଥିଲେ ବାଘ ଫାଘ କିଛି ପାଇଲି କେବଳ shoot at jackals only. ବିଲୁଆ. 27. Why was the writer's grandfather included in the hunting expedition? जो शिकार अभियान चलता कहीं से जेजबापा नहीं कहीं नहीं ना. ऑप्शन बी. बिकॉज ही न्यू द फॉरेस्ट ऑफ द शिवालिक हिल्स बेटर दैन मोस्ट पीपल. अन्य लोक मान बेसी शिवालिक विषय से जानी तेणु निया जाइथिला. 28. Timothy was provided with two companions, a monkey and a mongrel puppy. Option B. 29. The beggar said, I swear it before a God. What does it refer to? कौन कहला सी से कौन कहला ना जो
ବେଗାର ଭିକାରୀ ଆଇ ସିଓର ମୁଁ ଶପଥ କହୁଛି ଈଶ୍ୱରଙ୍କ ନାଁରେ ବିଫୋର ଗଡ ଏଟା ହଉଛି ସେ କହିଲା ମୋ ପାଖରେ 5 ଟଙ୍କା ରୁଷୀୟ ମୁଦ୍ରା ନାହିଁ 5 ଟଙ୍କାରେ ନାହିଁ ହି ହାଡ ନଟ୍ 5 କୋପେକ୍ସ ଫର ଲଜିଂ ରହିବାକୁ 5 ଟଙ୍କା ମୋ ପାଖରେ ନାହିଁ ବୋଲି କହିଲା 30 the beggar said that formerly he had sung for ସେ ବେଗାର ଟି କଣ କହିଦେଲା କହିଲା ମୁଁ ଆଗରୁ ଗୀତ ଗାଉଥିଲି କୋଉ ପାର୍ଟିରେ ମ୍ୟୁଜିକ ଦଳରେ କୟରେ ହେଲା ମ୍ୟୁଜିକ ଦଳ କୋଉ ମ୍ୟୁଜିକ ଦଳ ଗାଉଥିଲା ନା ରସିଆନ 30 ହେଲା ରସିଆନ ଦଳରେ ଗୀତ ଗାଉଥିଲା ହେଲା କହିଲା ତାପରେ 31 ନମ୍ବର my teacher is very dash fill in the blank with the word opposite to lenient ର opposite କିଏ lenient ହେଲା ସରଳ ଦୟାଳୁ ତାର ହେଲା strict ସରଳ ଲୋକ ମାନେ ତାର ଅପୋଜିଟ ହବ strict ଉତ୍ତର ସି my teacher is very କଣ strict lenient ର ଅପୋଜିଟ ହବ strict 32 ନମ୍ବର you would not have got into trouble if you ତମକୁ କହିଥିଲି ପିଲେ ଯଦି ମେନ୍ କ୍ଲଜ ରେ would have v3 ଅଛି got would have got ଅଛି ସେପଟେ ହବ କଣ କଣ ନା v hard plus v3 ତାହେଲେ hard taken hard plus v3 କହିଛି ବାରମ୍ବାର କହିଲାଣି hard plus v3 ଅପସନ ଡି ଟା ଠିକ ହବ ଢୋଲ is similar ପାଖକୁ ଲାଗିବ ପରେ to similar to a drum ମନେ ହେଲା similar to drum ହେଲା same as similar to ମାନେ different from ଏର ମଜା ଜାଣିଥିବ କାଲି ବାରମ୍ବାର 34 ନମ୍ବର ଗଲାଣି do you want a କଣ ହବ କ୍ଲିନିଂ ଇନଷ୍ଟ୍ରୁମେଣ୍ଟ ଅପସନ ବି କ୍ଲିନିଂ ଇନଷ୍ଟ୍ରୁମେଣ୍ଟ 35 the temple dash in the 12th century ବୋଲେ ମନ୍ଦିରଟି ଦ୍ୱାଦଶ ଶତାବ୍ଦୀରେ କଣ ହେଇଥିଲା ତୋଳା ଯାଇଥିଲା ପ୍ୟାସିଭ was built ତୋଳା ଯାଇଥିଲା ପ୍ୟାସିଭ the temple was built in 12th century ତାପରେ ଦେଖ 36 ନମ୍ବର they are not managing ଅର୍ଥ mismanaging not managing ଅର୍ଥ mismanaging ଅପସନ not managing ଅର୍ଥ mismanaging which of the following verbs has been written in the correct form କିଏ ଲେଖା ହେଇଛି ଏଟା ପିଲା ଦେଖିବ ଟିକେ ଏଟା ଦେଖ ୟାର ହବ ଦେଖ ୟାର ନିୟମ ହଉଛି decide ହଉଛି ପିଲେ decide promise ହଉଛି promise promise provide ହଉଛି provide making ହେଲା make ହେଲା make ଇ କଟିକିରି ଆଇ ଲାଗିବ ମନେ ରଖ ନିୟମ ହଉଛି କଣ ଇ କଟିକିରି ଆଇ ଲାଗିବ ଏଠି ଏଠି ଇ ଅଛି ଡି ଇ ଅଛି ଭୁଲ ପ୍ରମିସ ଇ ଅଛି ଭୁଲ ମେକିଂ ଇ ଅଛି ଭୁଲ ଇ ଅଛି ଇ କଟିଆ କଥା ଏଠି ପ୍ରୋଭାଇଡରେ ଇ କଟିକିରି ଆଇ ଲାଗିଛି ତାହେଲେ ଏଇଟା ଠିକ ତାହେଲେ ଯେତେବେଳେ ଆଇଏନଜି ଲାଗିବ ଇ କଟିବ ଆଇଏନଜି ଲାଗିବ ସବୁ ଏ ବି ଡି ରେ ଇ ରହିଛି ଆଇଏନଜି ଲାଗିଛି ସେଟା ଭୁଲ ଏଟା ଇ କଟିକିରି ଆଇଏନଜି ଲାଗିଛି The system of sending out smoke is known as emission. जो धुआं छाड़दवा निर्गत वाला emission. He has left this place for good. For good अर्थ कहा हैतला forever चिरदिन भी permanently. The judge examined the documents. The judge examined the documents. Examined जो italic word अच्छे examined अर्थ कौन ना looked over. मन रखो examined अर्थ कौन looked over or examine मन रखो took down carried on turned out एगुरा मन रखो took down अर्थ note down took down अर्थ note down लिखिबा हैला तापरे carried on अर्थ go on continue carried on अर्थ go on continue turned out अर्थ किछि रिजल्ट पाइबा हैला to result ताप देखो 42 नंबर एरा मन रखियो सब which of the following sentence has a non-definite relative clause प्ले मन रखो non-definite relative clause कथा पूर्व वीडियो रे कहि देछि non-definite relative clause चिन्ह को आगे सहज सूत्र कमा जदी थबो सेटा होछि non
definite relative clause. Clear? आउ एक्स्ट्रा इनफॉरमेशन काटी देले चले बुझेइतिली आउ थे जदि क्लास करी गोटे ग्रामर क्लास ताले मन को ए रे कमा नाही ए सेंटेंस रे कमा नाही बी सेंटेंस रे कम दे ए सेंटेंस रे आदौ कमा नाही कोठी बी रे मते माई अंकल एठी कोठी ए सेंटेंस रे कमा नाही सी देखो सी देखो सी देखो ए डी देखो आगे डी देखो डी रे ए ग्रीन ग्रोसरी इज ए पर्सन हु सेल्स फ्रूट्स एट वेजिटेबल एथरे भी किछि कमा नाही हे देखो सी रे देखो माई अंकल हु इज ए जज पुणी कमा इज कमिंग हियर टुमरो एटा होची नॉन डिफाइनिंग क्लॉज मन है कमा लगी पुणी मन रख आउ गोटे बुझियो जे हु इज जज एटा होची ए जो क्लॉज टी को जदि हमें काटी दबा ताले वाक्य भी किछि भूल हबनी एटा न हले चलो माई अंकल इज कमिंग हियर टुमरो काली आसीबे गला सीए जज कि मास्टर कोन एटा न हले भी चलिबो एटा एक्स्ट्रा इनफॉरमेशन एटा काटी देले चलिबो एटा काटी देले चलिबो हला तेनु एटा होची नॉन डिफाइनिंग क्लॉज तेरे एथरे कमा लागी जे ठीक मा ठीक ताले कमा जोठी लागी तो सेठी नॉन डिफाइनिंग क्लॉज कर दो गला सेला एता बुझा दरकार तब 43 नंबर which of the following sentence has an adverb clause of unfulfilled condition unfulfilled condition अर्थ केबे पूर्ण हबनी सेटा हो टाइप 3 कोन इच्छा माने जदि घोड़ा है घोड़ा हेबे बेगार उड़ा बेकार माने चढ़ी पड़ेबे मु जदि कठिन परिश्रम करी थांती ताले फास्ट क्लास पाई तू तो करिनु पाइलुनी आदो हेई पारि अनफुलफिल्ड हेई पारिनी सेटा टाइप 3 टा होची ऑप्शन डी हला इफ यू हैड सक्सीड हेटी हार्ड V3 एपटे वुड हैव V3 गॉट हला एडा होची अनफुलफिल्ड कंडीशन टाइप 3 डी हला तापर देखो पिले 44 he is known dash known everybody known every person अछि known to option C known to I dash my friend for his help मु मो बंधु को विश कली ना ग्रीटेड कली ना कांग्रेचुलेट थैंक्ड I thanked my friend for his help मुता बंधु को धन्यवाद जणैली मो ता सहाय्य पई धन्यवाद जणैली देखो 46 नंबर होची I dash 10,000 rupees by the end of this year I dash shall be saving shall be saved shall have been saved by the end of this year बोले गोटे निर्दिष्ट समय देला कोन by the end of this year हला ताले कह हबो ना by the end of रहिले फ्यूचर परफेक्ट माने by the end of this year by the end of this month by the end of January जहा by the end of रहिले फ्यूचर परफेक्ट ताले सी shall have saved फ्यूचर परफेक्ट shall have saved तब देखो 47 which of the following is the correct exclamatory sentence क्योंटा exclamatory sentence नियम मन रखो जानिया पे आगे लिखिबो how कोन लिखिबो how exclamation सूत्र how क्लियर तापर कोन लिखियो पले how पर लिखियो कोन adjective how पर adjective तापर subject हला तापर verb नियम होची एटा मन how adjective subject तापर verb देखो exclamation नियम कहि देली how adjective subject verb देखो ऑप्शन बी how adjective beautiful subject the flower verb lies clear ताले ऑप्शन बी exclamatory sentence रा कंस्ट्रक्शन गठन कहि देली मन हैला how adjective तापर subject तापर verb ताले how तापर beautiful हैला adjective the flower हैला subject is हैला verb एई कंस्ट्रक्शन तापर देख 48 नंबर प्ले देखो the committee dash divided in the matter कमिटी जदि एकाठी नबो एकाठी रही कोन निष्पत्ति नबो सिंगुलर जदि भाग भाग होई जिवे प्लुराल माने त डिवाइडेड हेले त कमिटी वे आर डिवाइडेड उत्तर हला तब देखो 49 नंबर
Father allowed me dash his was. Allow পরে to নব। To use verb to plus v1 allow পরে। তার নিয়ম দেখো কেতেটা to নব মনে ରଖିବ ସେଇଟା। to ପରେ କୋଉ verb ଗୁଡିକ ନେବେ ମନେ ରଖିବ। ସେ verb ହଉଛି କଣ? ଗୋଟେ ହଉଛି want, wish, ମୁଁ ଲେଖି ଜାଣିଦି want, wish, hope, desire ଏଇ କେତେ verb ଅଛି to plus infinity ନେବେ ହେଲା ଏଇଗୁରା। ତାପରେ 50 he has been ill dash yesterday, he has been ill since yesterday yesterday ଠାରୁ ଇଏ ରହିଲା ଅସୁସ୍ଥ ରହିଲି କାଲି କହିଦେଇଥିଲି since, from, until, during ସବୁ କ୍ଲିୟର କହିଦେଇଥିଲି। ପୂର୍ବ ଭିଡିଓ ଦେଖିବ ଜାଣିବ ସେଗୁରା ସବୁ। ତାହେଲେ since ହେଲା। ଥ୍ୟାଙ୍କ ୟୁ।